ମାଲକାନଗିରିରେ ଧାନ ମଣ୍ଡି ଅବ୍ୟବସ୍ଥା 12 ଘଣ୍ଟିଆ ବନ୍ଦ। ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିର ଅବ୍ୟବସ୍ଥାକୁ ନେଇ ଜୋରଦାର ଆନ୍ଦୋଳନ। ଚାଷୀଙ୍କ ଦୁର୍ଦ୍ଦଶା ଓ ପ୍ରଶାସନ ଅବହେଳା ବିରୋଧରେ ଆଜି 12 ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା କଂଗ୍ରେସ। ବନ୍ଦର ପ୍ରଭାବରେ ସମଗ୍ର ଜିଲ୍ଲାରେ ଯାତାୟାତ, ବ୍ୟବସାୟ ଓ ଶିକ୍ଷାନୁଷ୍ଠାନ ଅଚଳ ହୋଇପଡ଼ିଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଦୀର୍ଘ ଦିନ ଧରି ଚାଲିଥିବା ଅବ୍ୟବସ୍ଥାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ଓ କଂଗ୍ରେସ କର୍ମୀମାନେ। ଟୋକନ ପାଇଥିବା ସତ୍ତ୍ୱେ ଧାନ ଉଠାଯାଉନଥିବା, ମଣ୍ଡିରେ ଧାନ ଦୀର୍ଘ ଦିନ ଧରି ପଡ଼ି ରହିବା ଓ ଅଦିନିଆ ବର୍ଷାରେ ଧାନ ନଷ୍ଟ ହେବାକୁ ନେଇ ଚାଷୀମାନେ ଭାରି କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏହାସହ ମଣ୍ଡିରେ ଗାଈ, ଛେଳି, ମେଣ୍ଢା ପ୍ରବେଶ କରି ଧାନ ଖାଇ ନଷ୍ଟ କରୁଥିବା ଓ ମିଲରମାନେ ବର୍ଷ ଧରି ବସ୍ତା ଟଙ୍କା ଦେଉନଥିବା ଅଭିଯୋଗ ମଧ୍ୟ ଆସିଛି। ଏହି ସମସ୍ୟା ସହ ଗ୍ୟାସ୍ ଦର ବୃଦ୍ଧି ମଧ୍ୟ ଚାଷୀ ପରିବାରକୁ ଅଧିକ ଚାପରେ ପକାଇଛି। ପ୍ରଶାସନ ପକ୍ଷରୁ ବାରମ୍ବାର ମିଛ ପ୍ରତିଶ୍ରୁତି ମିଳୁଥିବାରୁ କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ବନ୍ଦ ଡାକ ଦିଆଯାଇଛି। ବନ୍ଦର ପ୍ରଭାବରେ କାଲିମେଳା ସହ ବିଭିନ୍ନ ବ୍ଲକରେ ଯାନବାହନ ଚଳାଚଳ ବନ୍ଦ ଥିବା ବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ବଜାର ମଧ୍ୟ ବନ୍ଦ ରହିଛି। କାଲିମେଳା ଅଞ୍ଚଳରେ କଂଗ୍ରେସ ନେତାମାନଙ୍କ ନେତୃତ୍ୱରେ 326 ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇ ପିକେଟିଂ କରାଯାଇଛି। ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ମଧ୍ୟ ସଚେତନ କରାଯାଇଛି। ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଯେ ଆମର ଧାନ ମଣ୍ଡିର ଅବ୍ୟବସ୍ଥା ପାଇଁ ଆଜି ଆମେ ଜିଲ୍ଲା ବନ୍ଦ ରଖିଛୁ। ଯେହେତୁ ଯେଉଁ ଡବଲ ଇଞ୍ଜିନ୍ ସରକାର କେନ୍ଦ୍ରରେ ଏବଂ ଓଡ଼ିଶାରେ ଯେଉଁ ସରକାର ଅଛି, ସେ ପ୍ରତିଶ୍ରୁତି ଦେଇଥିଲେ ଚାଷୀମାନଙ୍କ ଧାନ, ସମସ୍ତ ଧାନ ସେମାନେ କରିବେ ବୋଲି ରେଜିଷ୍ଟ୍ରେସନ୍ କରିଥିଲେ। ରେଜିଷ୍ଟ୍ରେସନ୍ ଅନୁସାରେ ବର୍ତ୍ତମାନ ସୁଦ୍ଧା ଆମର ଫେବୃଆରୀ ମାର୍ଚ୍ଚ ଶେଷ ସୁଦ୍ଧା ଧାନ ସବୁ ସରକାର ଲିଫ୍ଟ କରିବା କଥା। ବର୍ତ୍ତମାନ ସୁଦ୍ଧା 2-3ଟା ମାଣ୍ଡି ହେଲା ପରେ ସରକାର ବର୍ତ୍ତମାନ ସୁଦ୍ଧା ଧାନ ଲିଫ୍ଟ କରିନାହାନ୍ତି। ପ୍ରାୟ ବହୁତ ଚାଷୀଙ୍କର ଟୋକେନ୍ ମଧ୍ୟ ଲେପ୍ସ ହେଇଗଲା। ପୁଣି ଏବେ ପର୍ଯ୍ୟନ୍ତ ଆମର 1 ନମ୍ବର ଯେଉଁ ଦେଇଛନ୍ତି ମାଣ୍ଡିରେ, ସେମାନଙ୍କର ନେଇଛନ୍ତି। ପୁଣି ଆମର ପାଖାପାଖି କାଲିମେଳା ବ୍ଲକରେ 30,000 କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ଆଜି ବି ଅଛି। ହିସାବ କରନ୍ତୁ ପୁରା ଜିଲ୍ଲାରେ କେତେ ହଜାର କୁଇଣ୍ଟାଲ ଧାନ ରହିଥିବ। ତେଣୁ ଯେହେତୁ ମାଲକାନଗିରି ଗୋଟେ କୃଷି ଜିଲ୍ଲା, ଏ ଜିଲ୍ଲାରେ ଆମର ଗୋଟେ 4 ଗୋଟି ଡିମାଣ୍ଡ ରଖୁଛୁ ଯେ ଧାନ ମଣ୍ଡିରେ ଯେତିକି ଆମର ଜିଲ୍ଲାରେ ଅଛି ସବୁ ଧାନ ସରକାର ଲିଫ୍ଟ କରନ୍ତୁ। ପୁଣି ଆମର ଗ୍ୟାସ୍ ଦରଦାମ ମଧ୍ୟ ବୃଦ୍ଧି ହେଇଛି, ସେ ମଧ୍ୟ କମାନ୍ତୁ ଏବଂ ଦରଦାମ ମାନେ ଲୋକମାନେ ବି ଠିକ୍ରେ ଗ୍ୟାସ୍ ପାଆନ୍ତୁ ବୋଲି ସେଇଟା ଆମର ଦାବି ରହିଲା। ଦ୍ୱିତୀୟରେ ପୁଣି ଆମର ରହିଲା ଗନି ବ୍ୟାଗ୍ 3 ବର୍ଷ ହେଲା ଯେଉଁ ଚାଷୀମାନେ ଦେଉଛନ୍ତି, ବ୍ୟାଗ୍ ପିଛା ଆମର ଯେଉଁ ପଇସା ଚାଷୀମାନେ ପାଇବା କଥା ସେଇଟା ଆଜି ପର୍ଯ୍ୟନ୍ତ ଦିଆଯାଇନି। ତାକୁ ମଧ୍ୟ ଆମର ଡିମାଣ୍ଡ ରହିଛି ଯେ ଚାଷୀମାନଙ୍କର 3 ବର୍ଷର ପଇସା କଲେକ୍ଟେଡ୍ ମିଲରମାନଙ୍କ ପାଖରେ ଅଛି, ସେଇଟା ଫେରସ୍ତ କରିବା ପାଇଁ। ତା ସହିତ ଅଦିନିଆ ବର୍ଷାରେ ବହୁତ ଚାଷୀମାନଙ୍କର ମଣ୍ଡିରେ ଧାନ ରହିକି ବହୁତ କ୍ଷୟକ୍ଷତି ମଧ୍ୟ ହେଇଛି। ତାର ମଧ୍ୟ ଭରଣ ଚାଷୀମାନଙ୍କୁ ଦିଆଯାଉ ବୋଲି ଆମର ଡିମାଣ୍ଡ ରଖିଛି ଜିଲ୍ଲା କଂଗ୍ରେସ ତରଫରୁ। ତେଣୁ ଆଗାମୀ ଦିନରେ ଯଦି ସରକାର ଏ ଉପରେ ବି କୌଣସି ପ୍ରକାର କର୍ଣ୍ଣପାତ ନ କରନ୍ତି, ତାହେଲେ ଆମେ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରେ ଯାଇକରି ଆମେ ସବୁଦିନ ପାଇଁ ଯେଉଁ ପର୍ଯ୍ୟନ୍ତ ସରକାର ଧାନ ଲିଫ୍ଟ କରିବ ନାହିଁ, ସେ ପର୍ଯ୍ୟନ୍ତ ଆମେ ତାଙ୍କର ଜିଲ୍ଲା କାର୍ଯ୍ୟାଳୟରେ ଯାଇକି ଧାରଣାରେ ବସିବୁ। କିର୍ମା କୱାସି ଆଜି এই কালিমেলা ব্লকরে আমি যে বন্ধ করবার কারণ হচ্ছে যেহেতু এই মালকানগিরি জেলাକୁ কিংবা আমার বিশেষ করে কালিমেলা অঞ্চলরে আজ 30,000 উপরে ধান প্রত্যেক মান্ডিরে পড়িকি অছি। যে কৌলে যে খাদ্যমন্ত্রী যে আমকু সে আমি লোক পাখে অছু, লোকর কাম জনসাধারণ পাখে অছু, সাংরে সাংরে মিশিকি অছু বলে কৌলে। আজ দেখুন ये जो प्रकार राजरास्तार समस्त चाषी उल्ली पड़े जे मांडी प्रत्येक मांडी धान अच्छी गजाई गला काल बैशाखी जो प्रकार चाषी हरान होती, किंतु जे माने लोक संगे मिशिकी सरकार डबल इंजिन सरकार आज कुआड़े जाइछन्ति। आपण माने समस्त जनसाधारण मालकानगिरी जिलावासी समस्त देखंतु कि प्रकार हरियाण होउछन्ति। आज चाषी माने गोटे झील को मैरेज भी दे पारुन ए परिस्थिति होउछन्ति, गोटे धान बिकी पारुना बोलिक आज सरकार ये हूँ लोकंकर सरकार। किंतु आपण माने देखबे आगामी दिन रे ये सरकार जदि आमर कथा कर्णपात न करिवो, विशाल जिलापालकर ऑफिस रे आमे गिरफ्त करो बोलिक आमे चेतावनी देउछि। कालीमेळारू कुंज बिहारी सेठीଙ୍କ रिपोर्ट, नारद न्यूज ओडिया।